ଜୟ ଜଗନ୍ନାଥ। ଫାଇନାଲି ମୁଁ ଧୁରନ୍ଧର 2 ମୁଭି କାଲି ଦେଖି ସାରିଛି। ମୋର କଣ ଥିଲା ଏକ୍ସପିରିଏନ୍ସ ମୁଁ ଆପଣଙ୍କୁ ପୁରା ଡିଟେଲ୍ସ କାଷ୍ଟ ୱାଇଜ୍ ସେୟାର କରିବି। ଫିଲ୍ମ ବିଷୟରେ ଯୋଉ ଏଇ ରିଭ୍ୟୁଟି ଟିକେ ମତେ ଲାଗୁଛି ଭିଡିଓଟି ଟିକେ ଲମ୍ବା ହବ। ତେଣୁକରି ପେସେନ୍ସର ସହିତ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ବହୁତ କିଛି ଜିନିଷ ଅଛି ଏ ଫିଲ୍ମରୁ ଜାଣିବା ପାଇଁ। ବହୁତ କିଛି ଜିନିଷ ଶିଖିବା ପାଇଁ ଅଛି। ତା ସହିତ କାହିଁକି ଏଟାକୁ ଗୋଟେ ପିଓରଲି ବିଜେପି ପ୍ରୋପାଗାଣ୍ଡା ଫିଲ୍ମ କୁହାହଉଛି ତାର ବି ମୁଁ ଏନ୍ସାର ଦେବି। ଚାଲନ୍ତୁ ଷ୍ଟାର୍ଟ କରିବା। ଫିଲ୍ମଟି ଆକ୍ଚୁଆଲି ଷ୍ଟାର୍ଟ ହେଇଛି 2002 ମସିହାରୁ। 2002 ମସିହାରେ ରଣବୀର ସିଂ କେମିତି ତାଙ୍କ ପରିବାର ସହିତ ପଞ୍ଜାବରେ ରହୁଥିଲେ। ସେତେବେଳେ ସେ ଜସକିରତ ସିଂ ରଙ୍ଗି ଥିଲେ। ଆଉ କେମିତି ସେ ହମଜା ଅଲି ମଜାରି ହେଲେ, କେମିତି ଆଫଗାନିସ୍ତାନ ଗଲେ, ସେଠୁ କେମିତି ସେ ପାକିସ୍ତାନର ଯୋଉ ଲୟାରୀ ସହରରେ ପହଞ୍ଚିଲେ, କାହାଣୀ ସେଇଠୁ ଆରମ୍ଭ ହେଇଛି। ଆଉ ମାନେ ଫାଷ୍ଟ 15 ମିନିଟ୍ରୁ 20 ମିନିଟ୍ ଭିତରେ ଏତେ ମାତ୍ରାରେ ବ୍ରୁଟାଲିଟି ଦେଖେଇଛି, ଆଉ ଯୋଉ ରିଭେଞ୍ଜଟା ତାଙ୍କର ଫ୍ୟାମିଲି ରିଭେଞ୍ଜଟାକୁ ଦେଖେଇଛି ନା, ଆପଣ ହକା ବକା ରହିଯିବେ। ଆପଣ ଯଦି ଏ ଫିଲ୍ମଟିକୁ ମାନେ ମୁଁ କହୁଛି ଆପଣ ଏଟାକୁ ୱାନ୍ ଟାଇମ୍ ଏ ଆଚିଭମେଣ୍ଟ କହିବେ ବଲିଉଡର। ଏତେ ସୁନ୍ଦର ମୁଭି, ଏତେ ସୁନ୍ଦର ପ୍ରେଜେଣ୍ଟେସନ, ଏମିତି ମାନେ ଷ୍ଟାର କାଷ୍ଟିଂ ସହିତ ଫାଷ୍ଟ ପାର୍ଟ ଆସିଥିଲା ଆପଣ ଦେଖିଥିଲେ, ଯୋଉଥିରେ ସବୁ ସିନ୍ ଅଖଖାନା ନେଇଯାଇଥିଲେ। ଯେତିକି ମାନେ ଆପ୍ରିସିଏସନ ସବୁ ଅଖଖାନା ନେଇଯାଇଥିଲେ। ସେକେଣ୍ଡ ଯଦି ଫିଲ୍ମ ଆପଣ ଦେଖିବା ପାଇଁ ଚାହୁଁଛନ୍ତି ସେକେଣ୍ଡ ପାର୍ଟ, ତାହେଲେ ଏଥିରେ ଦେଖିବେ ରଣବୀର ସିଂଙ୍କର ଆକ୍ଟିଂର ଭର୍ସାଟାଲିଟି। ସେ କୋଉ ମାତ୍ରାରେ ଆକ୍ଟିଂ କରିଛନ୍ତି, କୋଉ କୋଉ ସିନ୍ରେ କୋଉ ପ୍ରକାରର ତାଙ୍କର ଫେସିଆଲ ଏକ୍ସପ୍ରେସନ ଅଛି, କୋଉ ଟାଇପ୍ର ଡାଇରେକ୍ସନ, ମାନେ ରେ କେମିତି ସେ ପିନ୍ ଟୁ ପିନ୍ ଚେଞ୍ଜ ହେଇଛି ତାଙ୍କର ଏକ୍ସପ୍ରେସନ। ତା ସହିତ ସେ କେମିତି ଷ୍ଟୋରି ଆଗକୁ ବଢିଛି, କେମିତି ସେ ଯାଇ ଲୟାରୀ ସହର ଉପରେ ରାଜୁତି କରୁଛନ୍ତି। ତା ସହିତ ତାଙ୍କର ଯୋଉ କୋ ଆକ୍ଟର ମାନେ ଅଛନ୍ତି, ଆପଣଙ୍କର ସଞ୍ଜୟ ଦତ୍ତ କୁହନ୍ତୁ, ଯିଏକି ଏସ୍ପି ମାନେ ଏସ୍ପି ଚୌଧୁରୀ ଅସଲନ କ୍ୟାରେକ୍ଟର କରିଛନ୍ତି। ତା ସହିତ ରାକେଶ ବେଦି କୁହନ୍ତୁ, ଯିଏ ଜମେଲ ଜମେଲ କ୍ୟାରେକ୍ଟର କରିଛନ୍ତି। ସାରା ଅର୍ଜୁନ କୁହନ୍ତୁ, ଯେ ଏଲିନା ଜମାଲି କ୍ୟାରେକ୍ଟର କରିଛନ୍ତି ତାଙ୍କ ସ୍ତ୍ରୀ ହିସାବ। ଏମିତି ଧୀରେ 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 ଲେୟାର ପର ଲେୟାର ଆପଣଙ୍କର ସିନ୍ ସବୁ ଖୋଲିବ ନା, ଆପଣ ହକା ବକା ରହିଯିବେ। ମୁଁ କହୁଛି ଇଣ୍ଟରଭାଲ ପର୍ଯ୍ୟନ୍ତ, ଇଣ୍ଟରଭାଲ ବି ଗୋଟେ ଏମିତି ଗୋଟେ ଟୁଇଷ୍ଟ ମୋଡରେ ରଖିଛି ନା, ଗୋଟେ କ୍ଲିପ୍ ହ୍ୟାଙ୍ଗରରେ ଆପଣ ଭାବିବେ ପରବର୍ତ୍ତୀ ସିନ୍ କଣ ହବ। ଆଉ ଗୋଟେ ଲୋକ, ଗୋଟେ ଏଜେଣ୍ଟ କେତେ ମାତ୍ରାରେ ନିଜର ସାକ୍ରିଫାଇସ୍ କରୁଛି ନା, ଆପଣ ପ୍ରତି ମୁହୂର୍ତ୍ତ ତାର ଫିଲ୍ କରିବେ। ତା ଲାଇଫ୍ ଜର୍ଣ୍ଣିଟାକୁ ଆପଣ ଫିଲ୍ କରିବେ, ଯେ କେମିତି ଗୋଟେ ଏଜେଣ୍ଟ ଯେତେବେଳେ ଅନ୍ୟ ଦେଶକୁ ଯାଇ ଯେତେବେଳେ ତାର ସବୁ କିଛି ସାକ୍ରିଫାଇସ୍ କରୁଛି ନା। ଆଉ ପର୍ଟିକୁଲାର ଆପଣ ମୁଁ କହିବି, ଯଦି ଧୁରନ୍ଧର ନାଁଟାର ଜଷ୍ଟିଫିକେସନ ଖୋଜିବେ ନା, ଯେ ତାକୁ କେମିତି ରିଭେଞ୍ଜ ନେବା ପାଇଁ ଇନ୍ଧନ ଦିଆଯାଉଥିଲା, ଆଉ ସେ ଇନ୍ଧନଟା କିଏ ଦଉଥିଲା, ଏ ଫିଲ୍ମ ସବୁ କିଛି ଡିଟେଲ୍ସ ଦେଇଛି। ଗୋଟେ ଗୋଟେ କ୍ୟାରେକ୍ଟର ନେଇକି ଆମେ କଥା ହେବା। ପ୍ରଥମ କ୍ୟାରେକ୍ଟର ନବା, ଯିଏକି ସାରା ଅର୍ଜୁନ, ୟାଲିନା ଜମାଲି କ୍ୟାରେକ୍ଟର। ଫାଷ୍ଟ ପାର୍ଟରେ ତାଙ୍କର ସେମିତି କିଛି ମାନେ ଗୋଟେ ଲଭ୍ ସଙ୍ଗ ସହିତ ଏତେ କିଛି ନଥିଲା, ତାକୁ ହିରୋ ୟୁଜ୍ କରୁଥିଲା। ସେକେଣ୍ଡ ପାର୍ଟରେ ସେ ଗୋଟେ ବ୍ରିଲିଆଣ୍ଟ ମଦରର ଭୂମିକା ନିଭେଇଛନ୍ତି, ବହୁତ ଭଲ ଲାଗିଛି। ତା ସହିତ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ବଣ୍ଡିଙ୍ଗ ଧୀରେ ଧୀରେ କେମିତି ବଢିଛି। ଅଳ୍ପ ସିନ୍ ଅଛି, କିନ୍ତୁ ଯେତିକି ସିନ୍ ଅଛି ସେ ପରଫେକ୍ଟଲି କରିଛନ୍ତି, ଆଉ ବହୁତ ବଢିଆ ଲାଗିବ। ସେକେଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୟାରେକ୍ଟର ହେଉଛି ଚୌଧୁରୀ ଅସଲନ, ଯିଏକି ଏସ୍ପି ଚୌଧୁରୀ, ଯିଏକି ଆପଣଙ୍କର ସଞ୍ଜୟ ଦତ୍ତ କ୍ୟାରେକ୍ଟର। ସଞ୍ଜୟ ଦତ୍ତ କ୍ୟାରେକ୍ଟର ଫାଷ୍ଟ ପାର୍ଟରେ ଏତେ ମାତ୍ରାରେ ନଥିଲା, କିନ୍ତୁ ସେକେଣ୍ଡ ପାର୍ଟରେ ଫୁଲ୍ ଫେଜ୍ରେ ଅଛି। ବହୁତ ସମୟ ପର୍ଯ୍ୟନ୍ତ ତାଙ୍କୁ ସ୍କ୍ରିନ୍ ଟାଇମ୍ ମିଳିଛି, ଆଉ ବହୁତ କିଛି କରିବାର ଥିଲା। ଆଉ ସେ କ୍ୟାରେକ୍ଟରଟାକୁ ପୁରା ପିଓରଲି ଜଷ୍ଟିଫିକେସନ ଦେଇଛନ୍ତି। ଆପଣ 3 ଘଣ୍ଟା 45 ମିନିଟ୍ ଫିଲ୍ମରେ ଆପଣ ଗୋଟେ ପଏଣ୍ଟ ପର୍ଯ୍ୟନ୍ତ ବି, ଆପଣ ଯଦି ଗୋଟେ ସିନ୍ ମୋର ମିସ୍ ହେଇଗଲା, ମୁଁ ସଡନ୍ ମୋ ପାଖରେ ବସିଥିବା ମୋ ସାଙ୍ଗକୁ ପଚାରି, ଭାଇ କଣ କହିଲେ ସେ, ମୁଁ ମାନେ ବୁଝିପାରିଲିନି। ମାନେ ଏତେ ପିନ୍ ଟୁ ପିନ୍ ଡିଟେଲିଂ ଅଛି ନା, ସବୁ ଜିନିଷ ପ୍ରତି ସିନ୍ କେମିତି ଆପଣଙ୍କର ଷ୍ଟୋରି କରାଚିରୁ ଆସି ଇଣ୍ଡିଆର ଉତ୍ତରପ୍ରଦେଶ ସହିତ ଲିଙ୍କ ହେଉଛି। କେମିତି ଇଣ୍ଡିଆନ ଲୋକ ଫାଷ୍ଟ ପାର୍ଟରେ ଯେମିତି କହିଥିଲେ, ଯେ ଆର୍ ମାଧବନ କହିଥିଲା କି ଇଣ୍ଡିଆର ଦୁଶ୍ମନ ପାକିସ୍ତାନ ପଛରେ ପ୍ରଥମେ ଇଣ୍ଡିଆ। ସେ ଜିନିଷଟା ଏଥିରେ ପିଓରଲି ଦେଖେଇଛନ୍ତି। ଆପଣ ଦେଖିବେ ଯେ ଇଣ୍ଡିଆ ଲୋକମାନେ କୋଉ ମାତ୍ରାରେ ସପୋର୍ଟ କରୁଛନ୍ତି ଟେରୋରିଜିମକୁ, କଣ ପାଇଁ ମାନେ ଇଣ୍ଡିଆ ଆଜିକା ଡେଟ୍ରେ ଟେରୋରିଜିମର ଶିକାର ହେଉଛି, ସେଥିରେ ଇଣ୍ଡିଆର ଭୂମିକା କଣ, ସେ ଜିନିଷଟା ପୁରା ଖୋଲାମ ଖୋଲା ଦେଖାହେଇଛି। ଆଉ ଗୋଟେ କ୍ୟାରେକ୍ଟର ମୁଁ ଆପଣଙ୍କୁ କହିବି, ଦାନିଶ ପୋଦାର, ଯିଏକି ଉଜର ବେଲୋଚ, ମାନେ ଯିଏକି ଅଖ ଖାନାଙ୍କର ସାନ ଭାଇ ରୋଲ କରିଛନ୍ତି। ତାଙ୍କୁ ଗୋଟେ ସ୍ପେସ ଟାଇମ୍ ଦିଆହେଇଛି, କିନ୍ତୁ ତାଙ୍କୁ କୋଉ ମାତ୍ରାରେ ରଣବୀର ସିଂ ୟୁଜ୍ କରୁଛି ଲାଷ୍ଟ ପର୍ଯ୍ୟନ୍ତ ସେ ସସ୍ପେନ୍ସ ରଖିଛି, ଯେ କଣ ପାଇଁ କୋଉ ହିସାବରେ ତାକୁ ସେଠି ୟୁଜ୍ କରାହେଉଛି। ଆକ୍ଚୁଆଲି ରିଏଲ ଲାଇଫ ଇନସିଡେଣ୍ଟକୁ, ରିଏଲ ଲାଇଫରେ ଯୋଉ ଯୋଉ ଜିନିଷ ହେଇଥିଲା, ସେଇ ଜିନିଷ ଗୁଡାକୁ କେମିତି ମାନେ ବର୍ତ୍ତମାନ ସମୟରେ ଫିଲ୍ମରେ ସ୍ଥାନ ଦିଆଯାଇଛି, ସେଇଟା ଦେଖିବା ପାଇଁ ଆପଣଙ୍କୁ ବଢିଆ ଲାଗିବ। ତାପରେ ଆଉ ଗୋଟେ କ୍ୟାରେକ୍ଟର ହେଉଛି ସେ ଯୋଉ ହାଇଜାକର। ସେ ହାଇଜାକରକୁ ଯେତେବେଳେ ମାନେ ରଣବୀର ସିଂ ମାରିବା ପାଇଁ ଯିବ, ଆଉ ସେଠି ସେ ଯୋଉ ସିନ୍ ଅଛି ମାଧବନଙ୍କ ସହିତ, ଭାରତ ମାତା କି ଜୟ, ସେ ସିନ୍ ଆପଣଙ୍କ ରୁମମୂଳି ଟାଙ୍କୁରି ଉଠିବ, ରୁମମୂଳି ଟାଙ୍କୁରି ଉଠିବ। ସେ କେମିତି ଜଣ ଜଣକା ମାନେ ପ୍ରତିଶୋଧ ନେଇଛି, ସେ ଜିନିଷଟା ଆପଣ ଦେଖିଲେ ନା, ଆପଣ ନିଜକୁ ନିଜେ ମାନେ ଭାବିବା ପାଇଁ ମଜବୁର ହେଇଯିବେ। ତା ସହିତ ବହୁତ ଗୁଡାଏ ପଲିଟିକାଲ ଏଙ୍ଗଲ ଦେଖେଇଛି, ବହୁତ ଜିନିଷ ମାନେ ସୋସିଆଲ ଇସ୍ୟୁ ଉପରେ ଦେଖେଇଛି, ଯୋଉ ଇସ୍ୟୁଟା ଆମେ ବିଗତ କିଛି ଦିନ ହେବ ଫେସ୍ କରୁଥିଲେ। ଆମ ପ୍ରାଇମ ମିନିଷ୍ଟରଙ୍କର ବି ସେଥିରେ ଗୋଟେ ଟାଇପର କେମିଓ ଅଛି। ସେ କେମିତି ଆସିକି ସଡନ ଯେମିତି ସରପ୍ରାଇଜ କରନ୍ତି, ସେମିତି ଫିଲ୍ମରେ ବି ଆସିକି ସରପ୍ରାଇଜ କରିଦେଇଛନ୍ତି। ବହୁତ କ୍ୟାରେକ୍ଟର, ମାନେ ଆପଣ ଏତେ ବଢିଆ ବଢିଆ କ୍ୟାରେକ୍ଟର ଅଛନ୍ତି। ଆର୍ ମାଧବନ ଯେତେବେଳେ ମାନେ ତାଙ୍କ ଏଣ୍ଟ୍ରି ସିନ୍ ଯେତେବେଳେ ଷ୍ଟାର୍ଟିଂ ଆସିବ ନା,
ପ୍ରଥମେ ସେ ଗୋଟେ ଲୁହା ଯୋଉ ସିଡ଼ି ଉପରେ ଧମ୍ 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 ଏମିତି ସାଉଣ୍ଡ ହେଇକି ଆସିବ। ଆପଣ ଏଗ୍ରେସିଭଲି ୱେଟିଂ କରିବେ ତାଙ୍କ ସାମ୍ନାରେ ଯୋଉ ଥିବ ଯିଏ ଅଫିସର ସେ ଛିଡ଼ା ହେଇଯିବ। ଓଃ! ତାଙ୍କ ଏଣ୍ଟ୍ରି ସିନ୍ ଭାଇ ଯୋଉ ଲାଜବାବ ମାନେ କହିହବନି। ଆପଣ କେବଳ ଏଟାକୁ ଦେଖିଲେ ହିଁ ଫିଲ୍ କରିପାରିବେ ଏତେ ସୁନ୍ଦର ହେଇଛି। ଆଉ ଗୋଟେ କ୍ୟାରେକ୍ଟର ହଉଛି ରାକେଶ ବେଦୀଙ୍କର ଜମିଲ ଜମା। ଭାଇ କି ସରପ୍ରାଇଜ ଦେଇଛନ୍ତି ଭାଇ। କି ସରପ୍ରାଇଜ ଦେଇଛନ୍ତି। ଫାର୍ଷ୍ଟ ପାର୍ଟରେ ତ ସେ ପାର୍ଟି ବଦଳେଇକି ମାନେ ନୀତିଶ କୁମାର ହେଇଯାଇଥିଲେ। କିନ୍ତୁ ସେକେଣ୍ଡ ପାର୍ଟରେ ଉଫ୍! ମାନେ ମୁଁ କହିବି ଆପଣଙ୍କୁ ଲାଷ୍ଟ ଏଣ୍ଡିଂଟା କେବଳ ଡେଡିକେଟେଡ ଟୁ ଜମିଲ ଜମାଇ। ଫିଲ୍ମ ଯଦି ଏଣ୍ଡିଂ ହେଇଛି ନା ମତେ ଲାଗୁଛି ସେ ଟୁଇଷ୍ଟ ବିନା ଏଣ୍ଡିଂ ହବାଟା ବୃଥା ଥିଲା। ଆଉ ଯୋଉଟା କି ଜମିଲ ଜମାଇ ବଖୂବି କରିଛନ୍ତି। ସୁନ୍ଦର ଭାବେ ନିଖୁଣ ଅଭିନୟ। ଆଉ ସେ କ୍ୟାରେକ୍ଟରଟାକୁ ସେ ପୁରା ମତେ ଲାଗୁଛି ପୁରା ପିଇ ଦେଇଛନ୍ତି। ସେ ଏମିତି ମାତ୍ରାରେ ପ୍ରତି ସିନରେ ତାଙ୍କର ମାନେ ଫେସିଆଲ ଏକ୍ସପ୍ରେସନ ଦେଖିବେ ନା ଆପଣ ଲାଗୁଥିବ ସରପ୍ରାଇଜ ହଉଥିବେ କିନ୍ତୁ ଆପଣ ହସୁଥିବେ। ଆପଣ ଏଣ୍ଟରଟେନ ହଉଥିବେ। ତାଙ୍କ ଫେସିଆଲ ଏକ୍ସପ୍ରେସନ ଦେଖିକି ଯେ ଆପଣ ଏଣ୍ଟରଟେନମେଣ୍ଟ ହଉଥିବେ। ଆଉ ମତେ ଆଉ ଗୋଟେ ଜିନିଷ ଲାଗିଲା ଯେ ଆଫଗାନିସ୍ତାନକୁ ଏମିତି ଭାବେ ୟୁଜ କରାଯାଇଛି ଏ ଫିଲ୍ମରେ ନା ବହୁତ ଲୋକ ଯୋଉମାନେ ଫିଲ୍ମ ରିଭ୍ୟୁ ଦେଖୁଛନ୍ତି ଫିଲ୍ମ ରିଭ୍ୟୁ କରୁଛନ୍ତି ଆଉ ଯଦି ସେମାନେ ମାନେ ଯେମିତି କୁହନ୍ତିନି ସେ ଯୋଉ ଧ୍ରୁବ ରାଠିକି ଯେମିତି ୟୁଜ କରାଗଲା ଫାଷ୍ଟ ପାର୍ଟରେ ସେ ଆସିକି ତା ରିଭ୍ୟୁ ପକେଇଲା ପରେ ହଜାର କୋଟି ହେଇଗଲା ସେମିତି ଆଫଗାନିସ୍ତାନକୁ ୟୁଜ କରାଯାଇଛି ଏ ଫିଲ୍ମରେ ଏମିତି ଭାବେ ୟୁଜ କରାଯାଇଛି ଭାଇ ତମେ ମାନେ ଇମାଜିନ କରିପାରିବନି ପ୍ରତି ସିନ୍ରେ ଇଏ ଏମିତି ଭାବେ ଆଫଗାନିସ୍ତାନ ଲୋକଙ୍କୁ ଆଣିକି ୟୁଜ କରିଛନ୍ତି ବଢିଆ ଲାଗିବ ବଢିଆ ଲାଗିବ ତାପରେ ରହିଲା ଦ୍ୱିତୀୟ ଜିନିଷ ଯେ ଏଟାକୁ କାହିଁକି ପ୍ରୋପାଗାଣ୍ଡା ଫିଲ୍ମ କହୁଛନ୍ତି ଏଇଥିପାଇଁ କୁହାହଉଛି ପ୍ରୋପାଗାଣ୍ଡା ଫିଲ୍ମ ବହୁତ ସିନ୍ ଅଛି ପର୍ଟିକୁଲାର ସିନ୍ ଆପଣଙ୍କର ଯୋଉ ଅନନୋନ ଗଭର୍ଣ୍ଣମେଣ୍ଟ କୁହନ୍ତୁ ବହୁତ ଗୁଡାଏ ଲୋକଙ୍କୁ ସେଠି ଏଇ ଅଳ୍ପ କିଛି ଦିନ ତଳେ ପାକିସ୍ତାନରେ ଯୋଉମାନେ ଟେରରିଷ୍ଟ ଇନଭଲ୍ଭ ଥିଲେ ସେମାନଙ୍କୁ ମାରି ଦିଆଯାଇଛି ସେ ସିନ୍ ଗୁଡା ଦେଖାଯାଇଛି ଆଉ ମୁଁ ତ ରିଭ୍ୟୁ ମାନେ ସ୍ପଏଲର ଦେବା ପାଇଁ ଚାହୁଁନାହିଁ ଇଣ୍ଡିଆରେ ବି ଗୋଟେ ଲୋକକୁ ମାରି ଦିଆଯାଇଛି ଆଉ ଡିମନିଟାଇଜେସନ ଟାକୁ ଜଷ୍ଟିଫିକେସନ ଦେବା ପାଇଁ ଗୋଟେ ସିନ୍ ଅଛି ଯୋଉଟା କି ମାନେ କେତେ ଦୂର ସତ କେତେ ଦୂର ମିଛ ସେଟା ଡିପେଣ୍ଡ ଆପଣ ବିଶ୍ୱାସ କରିବେ ନ କରିବେ କିନ୍ତୁ ସେଇ ଯୋଉ ସିନ୍ ଗୁଡା ଅଛି ନା ସେ ସିନ୍ ଗୁଡାକର ଆକ୍ଚୁଆଲି ଯୋଉ ଇମ୍ପୋର୍ଟାନ୍ସ ନା ସେଇଟା ବିଜେପିର ଫେଭରରେ ଯାଉଛି ଆଉ ବିଜେପିର ସେ ଡିସିସନ ଗୁଡାକ ଯୋଗୁଁ ଏଟାକୁ ଲୋକ ପ୍ରୋପାଗାଣ୍ଡା ଫିଲ୍ମ କହିପାରନ୍ତି ବହୁତ ଲୋକ ପ୍ରୋପାଗାଣ୍ଡା ଫିଲ୍ମ କହିବେ କିନ୍ତୁ ବ୍ରିଲିଆଣ୍ଟ ପରଫରମାନ୍ସ ଆପଣ ଯୋଉ ଯୋଉ କ୍ୟାରେକ୍ଟରକୁ ଦେଖିବେ ନା ରିଏଲ ଲାଇଫରେ କିଛି କ୍ୟାରେକ୍ଟର ମରିଯାଇଛନ୍ତି କିଛି କ୍ୟାରେକ୍ଟର ବଞ୍ଚିଛନ୍ତି କିନ୍ତୁ ସେମାନଙ୍କୁ ଏମିତି ନିଖୁଣ ଭାବରେ ପ୍ରୋସ୍ଥେଟିକ ଦିଆ ହେଇକି ମେକଅପ୍ ଦିଆ ହେଇକି ଆପଣ ଭାବିବେ କଣ ସତରେ ସେଇ ଲୋକ ବହୁତ କ୍ୟାରେକ୍ଟରକୁ ସେମିତି ଇଣ୍ଟ୍ରୋଡ୍ୟୁସ କରାଯାଇଛି ବଢିଆ ବଢିଆ କ୍ୟାରେକ୍ଟରକୁ ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟେ ସେକେଣ୍ଡ ପାଇଁ ବି ଆପଣ ମାନେ ହଲିବେନି 3 ଘଣ୍ଟା 45 ମିନିଟର ଫିଲ୍ମ ଆପଣ ହଲିବେନି ଏତେ ସୁନ୍ଦର ପ୍ରେଜେଣ୍ଟେସନ ଏତେ ବ୍ରିଲିଆଣ୍ଟଲି ଡାଇରେକ୍ସନ ହେଇଛି ଷ୍ଟୋରି ଆଦିତ୍ୟ ଧନ ଲେଖିଛନ୍ତି ନିଜେ ଡାଇରେକ୍ସନ ଦେଇଛନ୍ତି ପର୍ଟିକୁଲାର ଛୋଟ ଛୋଟ କେମିଓ ଛୋଟ ଛୋଟ ସାଇଡ ଷ୍ଟୋରି ଛୋଟ ଛୋଟ ପ୍ଲଟ ସବୁ କେମିତି ଏକର୍ଡିଂଲି ମିଶିଛି ଦି ଜଣ ମାନେ ସେ ଫିଲ୍ମ ସହିତ କେମିତି ବର୍ତ୍ତମାନର ଯୋଉ ଲାଇଫ ଇଭେଣ୍ଟ ଚାଲିଛି ସେଟା କେମିତି ଫିଲ୍ମରେ ଟାଇମ ଟୁ ଟାଇମ ମାନେ ଚାଲିଛି ସେ ଜିନିଷଟା ଆପଣଙ୍କୁ ଭଲ ଲାଗିବ ଫିଲ୍ମର ରଣବୀର ସିଂଙ୍କର ବ୍ରିଲିଆଣ୍ଟ ପରଫରମାନ୍ସ ଆପଣ ଦେଖିବେ ପାଇଁ ୱାନ୍ ଅଫ ଦ ବେଷ୍ଟ ମୁଁ କହିବି ଯେ ଏଇଟା ଗୋଟେ ବହୁତ ବଢିଆ ପରଫରମାନ୍ସ ଥିଲା ତାଙ୍କର ଆଉ ଆଗକୁ ଏଭଳିଆ ଫିଲ୍ମ ତାଙ୍କୁ ମିଳିବ ନ ମିଳିବ ମୁଁ ଜାଣିନି କିନ୍ତୁ ଏଇଟା ତାଙ୍କର ଗୋଟେ ମାନେ ଲାଇଫର ଗୋଟେ ଗାର ହେଇକି ରହିବ ଯେ ଏତେ ବ୍ରିଲିଆଣ୍ଟ ଫିଲ୍ମ ଆଉ ଏତେ ବ୍ରିଲିଆଣ୍ଟ ପରଫରମାନ୍ସ ସେ ଯୋଉ ରୋଲ କରୁଛନ୍ତି ସେ ଜସକିରତ ରୋଲରେ ବି ଯେମିତି ସୁଟ୍ କରିଛନ୍ତି ହମଜା ଅଲି ମଜାରୀ ରୋଲରେ ବି ସେମିତି ସୁଟ୍ କରିଛନ୍ତି ବହୁତ ବଢିଆ ଲାଗିବ ଆପଣ ଓଭରଅଲି ଫିଲ୍ମଟି ହଉଛି କନକ୍ଲୁଜନ ଏଇଆ ଆପଣ ଏଟା 100 ରୁ 100% ଫିଲ୍ମ ହଲରେ ଦେଖନ୍ତୁ ବହୁତ ବଢିଆ ଲାଗିବ ନିକଟସ୍ଥ ଥିଏଟରକୁ ଯାଆନ୍ତୁ ଯୋଉଠି ଆପଣଙ୍କର ମାନେ ଦେଖିବା କଥା ଦେଖନ୍ତୁ ମାନେ କିନ୍ତୁ ଏଟାକୁ ଦେଖନ୍ତୁ ଥରେ ଥରେ ବି ଆପଣ ଦେଖନ୍ତୁ ମୁଁ ଏତିକି କହିବି ଆପଣ ଯାହା ଭାବୁଛନ୍ତି ଭାବନ୍ତୁ ଏଟାକୁ ପ୍ରୋପାଗାଣ୍ଡା ଭାବନ୍ତୁ କିମ୍ବା ଆପଣ ବିଜେପି ଫିଲ୍ମ ଭାବନ୍ତୁ ଯାହା ଭାବୁଛନ୍ତି ଭାବନ୍ତୁ ବିଜେପି ଫିଲ୍ମ ତିଆରି କରିବା ପାଇଁ ବି ସେତିକି ବ୍ରେନ୍ ଦରକାର ପ୍ରୋପାଗାଣ୍ଡା ଫିଲ୍ମ ତିଆରି କରିବା ପାଇଁ ବି ସେତିକି ବ୍ରେନ୍ ଦରକାର ଏଟାକୁ ଯୋଉମାନେ ପ୍ରୋପାଗାଣ୍ଡା ଫିଲ୍ମ କହୁଛନ୍ତି ମୁଁ କହିବି ଯେ ତମେ ୟା ବିରୁଦ୍ଧରେ ଫିଲ୍ମ କର ଫିଲ୍ମ କରିକି ଦେଖାଅ ଯେ ସେ ଯୋଉ ଯୋଉ ଜିନିଷ ଗୁଡା କରିଛି ସବୁ ଭୁଲ କରିଛି ଓଭରଅଲି ମୋ ଏକ୍ସପିରିଏନ୍ସ ବହୁତ ଲାଜବାବ ଥିଲା ମତେ ବହୁତ ବଢିଆ ଲାଗିଲା ଆପଣମାନଙ୍କୁ ଯଦି ଦେଖିଛନ୍ତି ତାହେଲେ ଆପଣଙ୍କୁ କେମିତି ଲାଗିଲା ନିଶ୍ଚିତ ମତେ କମେଣ୍ଟ ବକ୍ସରେ ଜଣେଇବେ ଦେଖା ହବ ପୁଣି ଆଉ ଗୋଟେ ଭିଡିଓ ସେ ପର୍ଯ୍ୟନ୍ତ ସମସ୍ତେ ଭଲ ରୁହନ୍ତୁ ଖୁସି ରୁହନ୍ତୁ ଜୟ ଜଗନ୍ନାଥ